ବନ୍ଧୁଗଣ ଆପଣମାନେ ଜାଣିଥିବେ ଇତିହାସ ସାକ୍ଷୀ ଅଛି। ଯେତେବେଳେ ବି ଧରା ପୃଷ୍ଠରେ କିଛି ବି ସମସ୍ୟା ସୃଷ୍ଟି ହୁଏ ସେତେବେଳେ ଏକ ମହାନ ଆତ୍ମା ଧରା ପୃଷ୍ଠରେ ଅବତରଣ କରିଥାନ୍ତି। ତଦନୁରୂପ ସେମିତି ଜଣେ ମହାନ ଆତ୍ମା ହେଉଛନ୍ତି ମହାତ୍ମା ଗାନ୍ଧୀ। ସମ୍ମାନନୀୟ ବିଚାରକ ମଣ୍ଡଳୀ, ପୂଜ୍ୟ ଗୁରୁଜନବୃନ୍ଦ ଏବଂ ଏଠାରେ ଉପସ୍ଥିତ ମୋର ସ୍ନେହର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ମୁଁ ସୁଶ୍ରୀ ଆକୃତି ପ୍ରଧାନ ଆଜିର ଏହି ବିତର୍କ ପ୍ରତିଯୋଗିତାରେ ଭାରତର ସ୍ୱାଧୀନତା ସଂଗ୍ରାମରେ ଗାନ୍ଧୀଜୀଙ୍କ ଭୂମିକା ବିଷୟରେ କହିବା ପାଇଁ ଯାଉଛି। ଭାରତର ସଭ୍ୟତା ଓ ସଂସ୍କୃତି କହେ ଅତିଥି ଦେବୋ ଭବଃ। ଏମିତି 1600 ଖ୍ରୀଷ୍ଟାବ୍ଦରେ ବାଣିଜ୍ୟ ଉଦ୍ଦେଶ୍ୟରେ ଇଂରେଜମାନଙ୍କର ଆଗମନ ହୋଇଥିଲା। କିଏ ଜାଣିଥିଲା ଆମ ଦେବତୁଲ୍ୟ ଅତିଥି ଦିନେ ସରଳ ନିଷ୍କପଟ ମାନସିକତାର ଦୁରୁପଯୋଗ କରିବ। କାଳକ୍ରମେ ଏହି ଇଂରେଜ ବଣିଜମାନେ ସମଗ୍ର ଭାରତକୁ କବଳିତ କରି ନିଜ ଅଧୀନକୁ ନେଇଗଲେ। ନାହିଁ ନଥିବା ଅତ୍ୟାଚାରର ଶିକାର ହେଲେ ଭାରତବାସୀ। ଏହା ଭାରତୀୟଙ୍କ ମନରେ ଉଗ୍ର ଜାତୀୟତାବାଦ ସୃଷ୍ଟି କଲା। ଏହି ଜାତୀୟତାବାଦକୁ ଆଗେଇ ନେବା ପାଇଁ ସଫଳ ସେନାପତି ରୂପରେ ଗାନ୍ଧୀଜୀଙ୍କର ଆବିର୍ଭାବ ହେଲା। ଗାନ୍ଧୀଜୀଙ୍କର ଆବିର୍ଭାବ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଜୀବନ୍ତ କରିଥିଲା। ଚମ୍ପାରଣ ଆନ୍ଦୋଳନର ସଫଳ ନେତୃତ୍ୱ ଗାନ୍ଧୀଜୀଙ୍କୁ ଭାରତକୁ ସ୍ୱାଧୀନ କରିବାର ଇଚ୍ଛାକୁ ସୃଷ୍ଟି କରିଥିଲା। ଗାନ୍ଧୀଜୀଙ୍କର ମାର୍ଗ ଥିଲା ଅହିଂସା। ଅହିଂସା ତାଙ୍କର ଆନ୍ଦୋଳନର ମୂଳତତ୍ତ୍ୱ ଥିଲା। ଗାନ୍ଧୀଜୀଙ୍କର ଡାକରାରେ ସରକାରୀ କର୍ମଚାରୀମାନେ କାମ ଛାଡ଼ି ଆନ୍ଦୋଳନରେ ଯୋଗ ଦେଲେ। ଅନେକ ଗୁଡ଼ିଏ ଆନ୍ଦୋଳନ ତଥା ଅସହଯୋଗ ଆନ୍ଦୋଳନ, ଭାରତ ଛାଡ଼ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ଗାନ୍ଧୀଜୀଙ୍କର ସଫଳ ନେତୃତ୍ୱ ଭାରତକୁ ଏକ ସ୍ୱାଧୀନ ରାଷ୍ଟ୍ରରେ ପରିଣତ କଲା। ଏହି ମହାନ ମହାପୁରୁଷ ଅହିଂସାର ମାର୍ଗକୁ ଅନୁସରଣ କରି ସାମ୍ରାଜ୍ୟବାଦର ପରିସମାପ୍ତି କରିଥିଲେ। ସମଗ୍ର ବିଶ୍ୱର ଲୋକମାନଙ୍କ ମଧ୍ୟରେ ଅହିଂସା ପରମ ଧର୍ମର ଭାବ ସୃଷ୍ଟି ହେଲା।